ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମେ ସବୁବେଳେ ରାଗ ଆଉ କ୍ରୋଧ କରୁଛ, ଯେଉଁଥିପାଇଁ କି ତୁମ ମନ ସବୁବେଳେ ଅସ୍ଥିର ଆଉ ଅଶାନ୍ତ ରହୁଛି। ତୁମେ ମନକୁ ସବୁବେଳେ ସ୍ଥିର କର। ତୁମେ ଯାହା ବି ନିଷ୍ପତ୍ତି ନେଉଛ, ସ୍ଥିର ମନରେ ନିଅ। ରାଗରେ କ୍ରୋଧରେ ତୁମେ ଯେକୌଣସି ନିଷ୍ପତ୍ତି ନେବ, ସେଥିରେ ତୁମକୁ ସଫଳତା ମିଳିବନି। ସେଥିରେ ତୁମର ବହୁତ କ୍ଷତି ହେବ ସନ୍ତାନ। ତୁମେ ପରା ମୋ ସନ୍ତାନ। ତୁମେ ସବୁବେଳେ ମୋ ମନ୍ତ୍ରକୁ ଜପ କର। ତୁମକୁ ରାଗ ଆଉ କ୍ରୋଧରୁ ମୁକ୍ତି ମିଳିବ। ତୁମର ଆଉ ରାଗ ହେବନି କି କ୍ରୋଧ ବି ହେବନି ସନ୍ତାନ। ତୁମ ମନରେ କୌଣସି ଦୁଃଖ ଆସିବନି। ତୁମ ଜୀବନରେ ଯଦି ଦୁଃଖ ଆସେ ବି, ତୁମକୁ ସେଥିରେ ବି ସୁଖ ଲାଗିବ। କାହିଁକି ନା ତୁମେ ମୋ ମନ୍ତ୍ରକୁ ଜପ କରୁଥିବ ଯଦି। ଜୀବନରେ ଗୋଟେ ଜିନିଷ ସବୁବେଳେ ମନେ ରଖିବ, ଯଦି ତୁମକୁ ରାସ୍ତାରେ ଗୋଟେ ଅସହାୟ ଲୋକ ମିଳେ, ତୁମେ ସାହାଯ୍ୟ କରିବ। କିନ୍ତୁ ତୁମକୁ ସିଏ ଯଦି କୁହେ, ତୁମେ ଟିକେ ମୋତେ ଏଇ ଜାଗାକୁ ନେଇକି ଛାଡ଼ିଦେବ, ସେଇ ଭୁଲ କେବେ ବି କରିବନି ସନ୍ତାନ। କାହିଁକି ନା ଆଜିକାଲି ଦୁନିଆଟା ବହୁତ ଖରାପ ହେଇଗଲାଣି। ତୁମେ ସାହାଯ୍ୟ କରିବ, କିନ୍ତୁ ତୁମେ ପୁଣି ଫସିଯିବ। ଭାବି ଚିନ୍ତିକି ନିଷ୍ପତ୍ତି ନେବ ସନ୍ତାନ। ତୁମେ ମୋ ମନ୍ଦିରକୁ ଆସ। ବହୁତ ଦିନ ହେଲାଣି ଆସିନା। ତୁମେ ମୋ ମନ୍ଦିରରେ ବସିକି ମୋର କଷ୍ଟ ନିବାରଣ ମନ୍ତ୍ରକୁ ପାଠ କରୁଥିଲ, ଆଉ ତୁମ ବାବା ଶୁଣିକି ବହୁତ ଖୁସି ହେଉଥିଲେ। ସନ୍ତାନ, ବହୁତ ଦିନ ପରେ ତୁମେ ମୋ ମନ୍ଦିରକୁ ଆସିବ। ମୁଁ ବହୁତ ଖୁସି ଆଉ ଆନନ୍ଦ ଅଛି। ତୁମେ କିନ୍ତୁ ମୋର ସାଇ କଷ୍ଟ ନିବାରଣ ମନ୍ତ୍ର ପାଠ କରିବା କଥା କେବେ ବି ଭୁଲିବନି। ତୁମେ କେବେ ବି ଲୋକମାନଙ୍କ କଥା ଶୁଣିନ ସନ୍ତାନ। ସବୁବେଳେ ମୋ ଉପରେ ଭରସା ଆଉ ବିଶ୍ୱାସ ରଖିଛ ସନ୍ତାନ। ମୁଁ ସବୁବେଳେ ତୁମକୁ ଆଶୀର୍ବାଦ ଦେଉଛି। ତୁମ ଜୀବନରେ ତୁମେ ବହୁତ ସୁଖ ଆନନ୍ଦରେ ରହିବ। ଭଗବାନ ଯାହା ସାଙ୍ଗରେ ଥାଆନ୍ତି, ତାର କିଛି ବି ଅସୁବିଧା ହୁଏନି। ଆଜି ପର୍ଯ୍ୟନ୍ତ ତୁମ ଜୀବନରେ ବହୁତ କଷ୍ଟ ଆସିଛି, ବହୁତ ଝଡ଼ ବି ସୃଷ୍ଟି ହେଇଛି, କିନ୍ତୁ ସନ୍ତାନ, ତୁମକୁ କେହି ବି ସେ ରାସ୍ତାରେ ହଟେଇ ପାରିନାହାନ୍ତି। ତୁମକୁ ଜୀବନରୁ ମାରିଦେବାକୁ ବି ଚାହୁଁଥିଲେ। ତୁମ ଜୀବନକୁ ନଷ୍ଟ କରିଦେବାକୁ ଚାହୁଁଥିଲେ, କିନ୍ତୁ ସନ୍ତାନ, ସେମାନେ କିଛି କରିପାରିଲେନି। ଗୋଟେ ଜିନିଷ ସବୁବେଳେ ମନେ ରଖ, ଏମିତି ଦୃଢ଼ ବିଶ୍ୱାସ ମୋ ଉପରେ ତୁମେ ରଖିଥାଅ। ତୁମର ବିଶ୍ୱାସ ହିଁ ତୁମକୁ ଜୀବନରେ ବହୁତ ଆଗକୁ ନେବ, ଆଉ ତୁମେ ବହୁତ ନାଁ କରିବ। ସମୟ ଅନୁସାରେ ଧୀରେ ଧୀରେ ସବୁ କିଛି ଠିକ୍ ହେଇଯାଉଛି। ଅତୀତ କଥାକୁ ମନେ ପକାଇ ଜମା ମନ କଷ୍ଟ କରନି। ତୁମ ଭବିଷ୍ୟତ କଥା ବି ଚିନ୍ତା କରନି। ତୁମର ବର୍ତ୍ତମାନ ହିଁ ତୁମ ପାଇଁ ବହୁତ ମୂଲ୍ୟବାନ। ଆଜି ଦିନଟି ତୁମର ସୁଖରେ କଟିଛି। ତୁମେ ଈଶ୍ୱରଙ୍କୁ ଧନ୍ୟବାଦ ଦିଅ। ହେ ଈଶ୍ୱର, ତୁମ ପାଇଁ ଆଜି ମୁଁ ବହୁତ ଭଲରେ ଆଉ ସୁଖରେ ଆନନ୍ଦରେ ଅଛି। ସବୁବେଳେ ଈଶ୍ୱରଙ୍କୁ ଧନ୍ୟବାଦ ଦିଅ। ଦେଖିବ, ଦିନେ ତୁମକୁ ଏହାର ବହୁତ ଭଲ ଫଳ ମିଳିବ। ସମୟ ଅନୁସାରେ ସବୁ କିଛି ଠିକ୍ ହେଇଯିବ। ସବୁଦିନ କିଛି ଜୀବଜନ୍ତୁ, ପିମ୍ପୁଡ଼ି ଜନ୍ଦା ହେଉ ପଛେ, ତୁମେ ତାଙ୍କୁ କିଛି ଖାଇବାକୁ ଦିଅ। ସେମାନଙ୍କ ଆଶୀର୍ବାଦ ସବୁବେଳେ ତୁମ ପାଖରେ ରହିବ। ସେମାନେ ବି ଈଶ୍ୱରଙ୍କୁ ପ୍ରାର୍ଥନା କରିବେ। ଏ ମାନବକୁ ତୁମେ ବହୁ ସୁଖ ଆଉ ଆନନ୍ଦରେ ରଖ। ସବୁବେଳେ ଗୋଟେ ଜିନିଷ ମନେ ରଖିବ ସନ୍ତାନ, ସମସ୍ତଙ୍କ ପାଖରେ ଭଲ ହେବାକୁ ଚେଷ୍ଟା କରିବ, ଯେମିତି ତୁମ ପାଇଁ କାହା ଆଖିରେ ଲୁହ ନ ଆସୁ। ଓମ୍ ସାଇରାମ। ଓମ୍ ସାଇ।